ମନେ କରେ ବର୍ତ୍ତମାନ ସମୟ ମୁଁ ଯେଉଁ କରିବାକୁ ସୁଯୋଗ ପାଇନଥିଲି, ମୁଁ ଯେଉଁ ବହି ଖଣ୍ଡକ ପାଇଁ ପୁରୁଣା ବହି ଖଣ୍ଡ ମାଗି ମାଗି ମିଳୁନଥିଲା, 10 ଟଙ୍କା ଦେଖି ଫର୍ମ ଫିଲ୍ଅପ୍ କରିପାରୁନଥିଲି, ସେଇ ଆଶାକୁ ପୂରଣ କରି ଶପଥ ନେଇ କାମ କରିପାରେ ଯେ ମୁଁ ସମଗ୍ର ଜୀବନ ପାଠ ପଢ଼ିବି। ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଆଇଏ ବିଏ ପର୍ଯ୍ୟନ୍ତ ଯେତେ ବହି ସବୁ କିଣିକି ପଢ଼ିଲି। ପଇସା ହେଇଗଲା ଯେତେବେଳେ ସେ ତାପରେ ମୁଁ ଯେଉଁ ବହି ଖଣ୍ଡ ପାଇଁ ପାଉଥିଲି ଖଣ୍ଡିଏ ବହି ପାଉନଥିଲି, ମୁଁ କହିଲି ଅତି କମରେ 5 ଲକ୍ଷ ପୁସ୍ତକ ସାରା ଓଡ଼ିଶାରେ ମିଶେଇ ଦେଇକି ପଢ଼ିଦେବି, ସବୁ ଅଞ୍ଚଳ କ'ଣ କରିକି ସେଟାକୁ ଆଜି କଣ୍ଟିନ୍ୟୁ କରୁଛି। ମୁଁ ଏଇଭଳି କରିଛି। ତେଣୁ ଲୋକମାନଙ୍କୁ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ମୁଁ ଅନୁଭବ କରେ ପୃଥିବୀର ସର୍ବଶ୍ରେଷ୍ଠ କାର୍ଯ୍ୟ ହେଉଛି ଶିକ୍ଷା, ଜ୍ଞାନ, ଭାଷା, ୟାକୁ ବିତରଣ। ଯେଉଁମାନେ ଜ୍ଞାନ ବିତରଣ କରୁଛନ୍ତି, ଯେଉଁମାନେ ଶିକ୍ଷା ବିତରଣ କରୁଛନ୍ତି, ସେମାନେ ପୁସ୍ତକରେ ଭାଗ୍ୟବାନ। ଆପଣମାନେ ସେମାନଙ୍କ ମଧ୍ୟରୁ ଜଣେ ଜଣେ। ତ ମୁଁ ଜାଣେ ଆମେ ଦୁନିଆକୁ ଯେତେ ଆସିଛୁ ସମସ୍ତଙ୍କ ଜଣେ ଅଭିନୟ କରୁଛୁ। ପ୍ରତ୍ୟେକ ମୁହୂର୍ତ୍ତ ଆମର ଅଭିନୟରେ ଚାଲୁଥାଏ। ଆପଣମାନେ ଅନୁଭବ କରିବେ। ବର୍ତ୍ତମାନ ଆପଣ ବସିଛନ୍ତି, ଆପଣ ବର୍ତ୍ତମାନ ମୁଁ ଏଠି ଶିକ୍ଷକର ଅଭିନୟ କରୁଛି, ଆପଣମାନେ ଛାତ୍ରର ଅଭିନୟ କରୁଛନ୍ତି। ଅଧଘଣ୍ଟା ପରେ ଆପଣମାନେ ପୁଣି ସମାନ ହେଇକି ବସିବେ, ଭାତ ଡାଲି ତରକାରୀ ସବୁ ପଡ଼େଇ ଦେଉଛନ୍ତି। ପୁଣି ଯେମିତି ସେମିତି ଯେତେବେଳେ ପୁଣି ଆପଣମାନଙ୍କ ଠାରୁ ଯେଉଁମାନେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରମାନେ, କାଲି ସେ IAS ଅଫିସର ହେଇଯାଏ, ଆପଣ ତାଙ୍କୁ ସେତେବେଳେ ମଧ୍ୟ ବାଧ୍ୟ ତାଙ୍କର ଚୌକକୁ ନମସ୍କାର କରିବାକୁ। ଗୁରୁ ହେଇଯିବେ, ଶିଷ୍ୟ ଶିଷ୍ୟ ହେଇଯିବେ। ଘରେ ଯେତେବେଳେ ଯାଉଛନ୍ତି ପିଲାମାନଙ୍କୁ ଆପଣ ବାପା ମା ଯେତେବେଳେ ନାତି ନାତୁଣୀ ହେଇଯିବେ ତାଙ୍କର ଅଜା ଆପଣ ଶିକ୍ଷକମାନଙ୍କ ପାଖରେ ଗହଣରେ ବସିଲେ ସାଙ୍ଗସାଥି ବନ୍ଧୁବାନ୍ଧବ ଆମ ସାଧାରଣ ଲୋକଙ୍କ ପାଖରେ ଆପଣ ସାଧାରଣ ଲୋକ। ଆମେ ହେଉଛୁ ପ୍ରତ୍ୟେକ ମିନିଟ୍ରେ ଆମେ ଅଭିନୟ କରୁ। ଯିଏ ଯେଉଁ ନିଜ ଅଭିନୟରେ ଯେତେ ସଫଳ ସେ ସଫଳ ମଣିଷ। ନିଜର ନାମଟିର ଶୁଦ୍ଧ ନାମ ଲେଖିବା ଏବଂ ତାର ଅର୍ଥଟା ଜାଣିବା ନିହାତି। ଜାଣିବାକୁ ହେଲେ କ'ଣ ଦରକାର? ଗୋଟେ ଡିକ୍ସନାରୀ। କାହିଁ କୃତିବାସ ମାନେ କ'ଣ? ଯଦି ଡିକ୍ସନାରୀ ତାକୁ ଦେଖିବେ ଗୋଟେ ଆର୍ଟିକଲଟା ଲେଖିବେ କ'ଣ ଦରକାର, ସମାଜ ପାଇଁ ବର୍ତ୍ତମାନ କ'ଣ ଦରକାର, ପାଠକ ଚାହୁଁଛି କ'ଣ, ତାଙ୍କ ହୃଦୟର କଥାକୁ ଆମକୁ ଶିଖିବାକୁ ପଡ଼ିବ, ଜାଣିବାକୁ କି ମୁଁ କାହା ପାଇଁ ଲେଖୁଛି। ପ୍ରଥମ କଥା ହେଲା ମୁଁ କାହା ପାଇଁ ଲେଖୁଛି, ମୋର ପାଠକ। ଆପଣଙ୍କ ପତ୍ରିକା ସ୍କୁଲ ପତ୍ରିକାର ତା ପାଠକମାନେ ହେଉଛନ୍ତି ପିଲାମାନେ। ପିଲାମାନେ ଏଇଟା ବୁଝିପାରିବେ ନା, ତାକୁ ଏଇଟା ଉପାଦେୟ କି ନୁହେଁ, ତାଙ୍କ ଆମର ଭବିଷ୍ୟତ ଲାଗିବ ନା ନାହିଁ, ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ କିଛି ପ୍ରେରଣା ପାଇବେ ନା ନାହିଁ, ଏ କଥା ଆଗେ ଚିନ୍ତା କରିବାକୁ କଥା ଆମର ପଡ଼ି ଆଣିଛି। ଅର୍ଥାତ୍ ଆଗରେ ଯେଉଁମାନେ ବସିଛନ୍ତି ସେମାନେ କିଏ ତାକୁ ଷ୍ଟଡି କରିବାର ଅଛି। ତା ଭିତରୁ ଆପଣ ତାହାକୁ ଲକ୍ଷ୍ୟ କରି ଯିଏ ପଢ଼ୁଛି ଏବଂ ଯିଏ ନ ପଢ଼ୁଛି ସମସ୍ତ ଗୁଣଟା ନ ପଢ଼ୁଛି ସେ ଯେମିତି ପଢ଼ିବ, ଯିଏ ପଢ଼ୁଛି ତାକୁ ସେ ସମୀକ୍ଷା କରିବ ଏବଂ ଯେ ତେବେ ବହିପତ୍ର ଧରେ ନାହିଁ ତାକୁ ସେ ଧରିବାକୁ ଆଗ୍ରହୀ। ତେଣୁ ଆମ ଲେଖାଟା ସେଇଭଳି ହେବା ଦରକାର। ଆପଣଙ୍କ ଲେଖା କେବଳ ନିର୍ଦ୍ଦିଷ୍ଟ ଗୋଟିଏ ଲେଖା କି ଦୁଇଟା ଲେଖା ହେଇଗଲେ ହେବ ନାହିଁ, ଅଧିକାଂଶ ଲେଖା ଭଲ ହେବା ଦରକାର। ଆପଣମାନେ ଜାଣନ୍ତି ଆମେମାନେ ଯେତେବେଳେ ଲେଖୁ ତା ଥରେ ଏମିତି ଆରମ୍ଭ ସେମିତି ସରେ ନାହିଁ। ଯେତେ ମାର୍ଜିତ ହେଲେ ମଧ୍ୟ ଆହୁରି ତା ପରଦିନ ପଡ଼ିଲାକୁ ଆହୁରି ସଂଶୋଧନ ଦରକାର। ନିଜେ ହେଉଛନ୍ତି ଆପଣ ଫାଷ୍ଟ ଏଡ଼ିଟର। ନିଜେ ଆଉ ନୂଆ ନୂଆ କଥା ଆସିବେ। ଆପଣମାନେ ଶୁଣିଥିବେ ରାଧା କୃଷ୍ଣଙ୍କ ବିବର କବିତା ଗୀତ ଲେଖୁଥିଲେ, ଜୟଦେବ ଲେଖୁଥିଲେ, ଗୋଟେ ତାଙ୍କର ମନେ ପଡ଼ିଲା। ଆପଣମାନେ ସେ କାହାଣୀ ଶୁଣିଥିବେ। ତାଙ୍କ ମନେ ପଡ଼ିଲା ବି ସେ ଗାଧେଇ ଯାଇଛନ୍ତି, ଗାଧେଇ ଗାଧେଇ ଆସିଲା ବେଳକୁ କେତେବେଳେ ଅନ୍ୟମନସ୍କ କରିଛନ୍ତି ଏବଂ ସେଟା ପ୍ରଚାରିତ ହେଲା ଭକ୍ତି ଭାବରେ ଆଧ୍ୟାତ୍ମିକ ଚିନ୍ତାରେ ଶ୍ରୀକୃଷ୍ଣ ଆସିକି ଲେଖିଦେଇଛନ୍ତି। କିନ୍ତୁ ଆମର ସବୁଦିନ ସେଟା ଯଦି କିଛି ମନେ ପଡ଼ିଲା ଉଠି ପଳେଇ ବାପର କଥା ପଳେଇ ଆସିଲେ ହେଇଯାଇଥିବ କ'ଣ କଲମ ରେଡ଼ି ତାହେଲେ କଲମ ଧରିଥିଲେ ସେଟା। ଆମେ ଯେଉଁ ଶବ୍ଦ ସୃଷ୍ଟି କରୁ ପୃଥିବୀରେ ଯାହା କିଛି କରୁ ଶବ୍ଦ ନୁହେଁ, ଯେକୌଣସି ବସ୍ତୁ ତିଆରି କରୁଛୁ କୌଣସି ବସ୍ତୁର ବିଲୋପ ହୁଏ ନାହିଁ, ଲୀନ ହୁଏ ନାହିଁ। କିନ୍ତୁ ଆମ ଆଖିକି ସେଟା ଦେଖାଯାଏ ଲୀନ ହେବ। ମଣିଷ ମରିଯାଏ, ମରିକି ଚାଲିଯାଏ, ସରିଯାଏ, ସରେ ନାହିଁ। ସେମିତି ଗୋଟେ ଗୋଟେ ତାଳିଟେ ମାଧ୍ୟମ ଇଏ ଶବ୍ଦଟା ମଧ୍ୟ ରିଜାର୍ଭ ରହିଗଲା। ଏ ତାଳିଟା ବି ଯାଇନି, ଆପଣ ଭାବୁଥିବେ ଉଠିଗଲା ନାହିଁ, କିନ୍ତୁ ସେ ହେଉଛି କ'ଣ? ଆପଣମାନେ ଆକାଶ ତତ୍ତ୍ୱ ସମ୍ପର୍କରେ ଶୁଣିଥିବେ। ଆକାଶ ତତ୍ତ୍ୱ ଜାଣିଲେ ସେ କଥାଟା ବୁଝିପାରିବେ। କେମିତି? ଆପଣ ଶୁଣୁଛନ୍ତି ପଞ୍ଚତତ୍ତ୍ୱରେ ଆମର ଶରୀର ଗଢ଼େ, ମାଟି, ଅଗ୍ନି, ପାଣି, ପବନ ଏବଂ ଆକାଶ। ଏ 5ଟି ତତ୍ତ୍ୱକୁ ନେଇ ଶରୀର ଗଢ଼େ। ମୁଁ ଦିନେ ଏସବୁ ଚିନ୍ତା କରିକି ବସି ଭାବି ବଡ଼ ଉତ୍କଳ ୟୁନିଭର୍ସିଟି ତାଙ୍କର ବିଜ୍ଞାନର ପ୍ରଫେସର ପଚାରିଲେ ଗୋଟେ ପ୍ରଶ୍ନ ପଚାରିବା ପାଇଁ ଆସିକି ମୋତେ ଜାଣିବାକୁ ଭାରି ଇଚ୍ଛା
ये आकाश तत्वटा आम शरीर बढ़ाई कि कौन देखु आकाशटा कौन जिनटा बोधे लगे हाँ से अच्छी देखो प्रोफेसर आर्टिकल बाहर दिया कट करके मो बही भर रखी आप देखिए आप फोन नंबर डाली फोन नंबर डाली कहीं आर्टिकल किसी ना जो खोजी खोजी आउ तुम पाई देखा देते बड़ चिंतित अवस्था पचार जहाँ भी देखिए पचार आकाश तत्व कौन जिते शिक्षक जिते ये सब पंडित मुझे जानी मुझे जन लोक कि बही नहीं जानी नहीं कि बही देखनी आकाश तत्व तो बहुत शिक्षक मैंने जानते बहुत शिक्षक श्रीराम शर्मा बोली युग निर्माण योजना कर गायत्री परिवार गोटे जोग देखते भगवान जहाँ खोजुवे ताहा निश्चय मिल अवश्य मिल बेले विलंब हो सी मत अनुष्ठान जीवित शत शत सनातन एटे गोटे 100 वर्ष बंचिक सी गोटे बहुत आनी मत सारे आप लेखा लिखि कर अनुवाद कर आप्लिकेसन लिखला मैंने 500 पुस्तक अनुवाद आखि पकई जाए अनुवाद करी देखो भगवान को जोक सेटा यही जिनिसटा आकाश तत्व संपूर्ण विवरणी अति सुंदर भाव वैज्ञानिक पद्धति सीटा कौन मु आश्चर्य भगवान देखो केमी जिन आने कौटी पहुंचे जोड़ा के आकाश तत्व कौन आप जहाँ शब्द व्यवहार कर कुंडली आकार मेघ आकार शून्य रोचे महाशून्य जोटा आम आखिकी देखा आपड़ जो से विचार शब्दटा दरकार बोली भाविले से शब्द स्मरण कला से टेलीफोन जमी आजिकल हो अमेरिकार कथा रिप्लाई अच्छी एक्जाक्ट से भाई से कौ जुगुर अच्छी हाउ टू राइट कहाँ लिखे केमी लिखे निज दोष त्रुटि को केमी संशोधन करेंगे गोटे गप आरंभ केमी करेंगे कविता शेष केमी करेंगे प्रबंध कौन लिखिले आप बेस्ट प्रबंध से गोटे सब कौशल तक बताए बहीर नाम हूँ पिला साहित्यर कला और कौशल आर्ट एंड टेक्नोलोजी ऑफ चिल्ड्रेन्स लिटरेचर तेणु से बही खंडे खंडे मुझे देखी से बही को आप ने जो मैंने आग्रही अच्छा जो मैंने जानवा सब लक्ष्य करूँ 10% मैक्सिमम लोक टीचर आग्रही मुझे लिखा तेणु जो 50 जन अच्छे 5टी लोक आशा कर निश्चित भाव में लिखापी चेष्टा करें मुझे अति पाखे अच्छी शैलसुधा माने 55 PIM 55 मो फोन नंबर दे आपण मैंने दयाकर मो सहित जोगाजोग करेंगे मोर गोटे खाता अच्छी मोर अरुण तत्व माध्यम कार्यक्रम करे से समस्त दयाकर निजर ना के फोन नंबर लिखते जो मैं जोगाजोग करें सर्वश्रेष्ठ शिक्षक भाव में जन जी निजक छात्र बोली मन ये जानवा कथा तेणु आपण मैंने दिने छात्र छात्री बहुत गोटे क्लास करवा प्राक्टिकाल आपको गोटे दिन आपको ये ज्ञान तार कौशल अच्छे से बही को आप पढ़ी जो मैंने आग्रही